ଆମର ଓଡ଼ିଆରେ ଗୋଟେ ଢଗ ଥାଏ, ନିଜ ବୁଦ୍ଧିର ପଛେ ଘାସ କାଟିବ, ପର ବୁଦ୍ଧିର ଘୋଡ଼ା ଚଢ଼ିବନି। ମୋର ଏମିତି କହିବାର ମାନେ, ଆମେ ସମସ୍ତେ ନିଜ ଜୀବନର ନିଷ୍ପତ୍ତି ନିଜର ବୁଦ୍ଧି ଆଉ ବଳ ଅନୁସାରେ ନିଅନ୍ତିନି, ବରଂ ଅନ୍ୟମାନଙ୍କର କଥା ଅନୁସାରେ, ଅନ୍ୟମାନଙ୍କର ପ୍ରସ୍ତାବ ଅନୁସାରେ ଆମେ ଆମର ଡିସିସନ୍ ନିଅନ୍ତି। ଆଉ ଅନ୍ୟମାନଙ୍କ ହାତରେ ଆମ ଲାଇଫ୍ର ପାୱାର ଥାଏ। ତ ଆମର ପୋଥି ପୁରାଣ, ମହାଭାରତ, ରାମାୟଣ ଏସବୁଥିରେ ଯେଉଁ ଲେଖା ହେଇଛି କାହାଣୀ, ସେଠାରେ ଦେଖିବା ରାମଙ୍କର ବନବାସ ଏଥିପାଇଁ ହେଲା କାରଣ କୈକେୟୀ ମନ୍ଥରା କଥାରେ ପଳେଇ ଆସିଲେ, ମନ୍ଥରା କଥା ସେ ମାନିନେଲେ। ମହାଭାରତ ଯୁଦ୍ଧ ଏଥିପାଇଁ ହେଲା କାରଣ ଦୁର୍ଯ୍ୟୋଧନ ଶକୁନି କଥା ମାନିଲା, ଯିଏକି ଗୋଟେ ବାହାର ଲୋକ ଥିଲା। ସେମିତି ଆମର ବ୍ରିଟିଶର ମାନେ ଆମ ଦେଶରେ ଆସିକି ଶାସନ ଏଥିପାଇଁ କଲେ କାରଣ ଆମର ନିଜର ଯେଉଁ ଭାଇ ବନ୍ଧୁ ଭାରତୀୟମାନେ ଥିଲେ ତାଙ୍କ ନିଜ ନିଜ ଉପରେ ଭରସା ରହିଲାନି। ଏଇ ସବୁ କଥାରୁ ଖାଲି ଗୋଟେ କଥା ଜଣାପଡ଼ୁଛି, ସମାପ୍ତ ଯଦି କରିବା, ଆମେ ନିଜ ଲୋକଙ୍କ ଉପରେ ବେଶୀ ଭରସା କରିବା ବାହାର ଲୋକଙ୍କ ତୁଳନାରେ। ବାହାର ଲୋକ କ'ଣ କହୁଛି ତା କଥାକୁ ଯେତିକି ଭରସା କରିବା, ତାଠୁ 1000 ଗୁଣା ଅଧିକା ନିଜ ଲୋକ, ନିଜ ପରିବାର ଲୋକ କଥାକୁ ଭରସା କରିବା। କାରଣ ବାହାର ଲୋକ ଯାହା କିଛି ବି କହିବ ତା ଫାଇଦା ଅନୁସାରେ କହିବ। ନିଜ ଲୋକ ଯେ କହିବ ତା ଫାଇଦା ଅନୁସାରେ ନୁହେଁ, ବରଂ ପୁରା ଘରଟା ଫାଇଦା ଅନୁସାରେ କହିବ, ଯେଉଁଟା ଭଲ ପୁରା ଘର ପାଇଁ। କିନ୍ତୁ ହୁଏ ଠିକ୍ ଓଲଟା, ଆମର ଦୁନିଆରେ ଆଜିକାଲି ଠିକ୍ ଓଲଟା ହେଉଛି, ବାହାର ଲୋକଙ୍କ କଥାକୁ ବେଶୀ ଧ୍ୟାନ ଦେଉଛନ୍ତି। ରିଏଲାଇଜ୍ କର ଲାଇଫକୁ, ଆଉ ଜାଣିବାକୁ ଚେଷ୍ଟା କର ଯେ ଦୁନିଆରେ ଚାଲିଛି କ'ଣ।